ଫଟୋଟା ଗୋଟେ ଉଠେଇଥିଲି ବନ୍ଦ କରିଦେବେ। ଜୟ ଜଗନ୍ନାଥ। ମୁଁ ନଡ଼ିଆ କିଚେନ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜି ଦେଖନ୍ତୁ ସିଦ୍ଧିବିନାୟକ ଗଣେଶ ଚତୁର୍ଥୀ। ଆଜି ଧରାପୃଷ୍ଠକୁ ସିଦ୍ଧିବିନାୟକ ପ୍ରଭୁ ଗଣେଶ ଆସିଥିଲେ। ତେଣୁ ତାଙ୍କ ଦିନଟାକୁ ଆମେ ବହୁତ ଆଦର ସହକାରେ ବି ମନେଇବା ଉଚିତ। ଘରେ ଘରେ ଆମ ଘରେ ଆଜି ପୂଜା ହେଉଛି। ମୁଁ ଆପଣଙ୍କୁ ପଛରେ ଦେଖେଇମି, କାହିଁକିନା ନନା ଆସିନାହାନ୍ତି। ପୂଜା ଏବେ ସଜ ବି ଚାଲିଛି। ଏବେ ଦେଖନ୍ତୁ ତାଙ୍କ ନାଗି ଆମେ ହାତରେ ମୋଦକ ତିଆରି ହେଉଛି। ଏଇଟାକ ଗୋଟେ କ୍ଷୀର ବସେଇ ଦେଇକି ଚାଉଳ ଗୁଣ୍ଡ ଦେଇକି ଗୋଟେ ଖଳି ଜନ୍ତିଛେ। ଖଳି ଜନ୍ତିବା ବେଳକୁ ମୁଁ ଆଉ ଭିଡ଼ିଓଟା କରିପାରିଲିନି, କାହିଁକିନା ଘରେ କେହି ନଥିଲେ, କରିପାରିଲିନି। ଏବେ ଦେଖନ୍ତୁ ମୋଦକ କେରକ ଏଇ ହାତରେ ତିଆରି ହେଉଛି, ମେସିନ୍ ନାହିଁ। ଏଇ ଦେଖନ୍ତୁ ହାତରେ ତିଆରି ହେଉଛି। ଦେଖନ୍ତୁ କାହିଁକିନା ମେସିନ୍ ଆମର ନାହିଁ, ହାତରେ ତିଆରି ହୁଏ। ଆପଣଙ୍କୁ ଆଗକୁ ଆଗକୁ ମୁଁ ଭିଡ଼ିଓରେ ଦେଖାଇ ଦେଉଛି। ଏବେ ଠାକୁରଙ୍କୁ ଭୋଗ ତିଆରି ହେଉଛି। ଏଇ ଦେଖନ୍ତୁ ନଡ଼ିଆ ପୁର ହେଇଛି, ନଡ଼ିଆକୁ ଚିନି ଦେଇକି ପୁର ଧରା ହେଇଛି। ଆଉ ଏଟା ହେଉଛି କ୍ଷୀର ଦେଇକି ଚାଉଳ ଜନ୍ତା ହେଇଛି। ଏତିକି ଦେଖିଥାନ୍ତୁ, ମୁଁ ଆପଣଙ୍କୁ ପଛରେ ସବୁ ଦେଖାଇଦେବି। ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖାଇଦେବି। ଗନୁ ବାବାଙ୍କୁ ଟିକେ ଦେଖନ୍ତୁ। ଏ ନନା ଭୋଗ ତିଆରି ଚାଲିଛି। ଦେଖନ୍ତୁ ପ୍ରସାଦ ତିଆରି ଚାଲିଛି। ଆଜି ଖେଚୁଡ଼ି ଫେଚୁଡ଼ି ଆମର ଅଲରେଡ଼ି ପ୍ରସାଦ ତିଆରି ହେଇସାରିଛି। ଏ ନନାଙ୍କୁ ଦେଖନ୍ତୁ। ଶାଶୁମା ଦେଖନ୍ତୁ ମୋ ଗନୁ ବାବାକୁ ଦେଖନ୍ତୁ ଟିକେ। ଦେଖନ୍ତୁ ମୋ ଗନୁ ବାବା ଏବେ ଶୋଇବାକୁ ଗଲେଣି। ଆଜି ମୋ ଘରର ଗଣେଶ ଚତୁର୍ଥୀ କେମିତି ହେଲା, ଭୋଗ କେମିତି, ପ୍ରସାଦ କେମିତି ତିଆରି କଲି, ଆପଣମାନଙ୍କୁ ତ ମୁଁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖାଇ ଦେଇଥିଲି। ଆପଣମାନେ ମୋ ଭିଡ଼ିଓକୁ ଯଦି ଭଲ ଲାଗୁଥିବ ମୋ ଭିଡ଼ିଓକୁ ଟିକେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଆଉ ଟିକେ ଫଲୋ ବି କରନ୍ତୁ। ଏବେ ଦେଖନ୍ତୁ ଗନୁ ବାବା ଶୋଇବା ଗଲେଣି। ଗନୁ ବାବାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସବୁବେଳେ ରହୁଥାଉ। ଆପଣମାନେ ଖୁସିରେ ରୁହନ୍ତୁ। ଜୟ ଜଗନ୍ନାଥ, ଜୟ ସିଦ୍ଧିବିନାୟକ ପ୍ରଭୁ ଗଣେଶ ପ୍ରଭୁ।